ଆଜି ହେଇଛି ମାଛ ତରକାରୀ। ରୂପାର ମନ ଭାରି ଖୁସି, ସେ ବହୁତ ଦିନ ହେଲାଣି ଖାଇନି ମାଛ। ଆଉ ଚର୍ବିଟା ମୋର, ତୁ କାହିଁ ଏମିତି ଟେକୁ ତାକୁ। ୱାଓ ବିୟୁଟିଫୁଲ୍ ଚର୍ବି। ରୂପା ତ ଖାଇବ ମାଛ। ଚକ ଦିଅ ରୂପା। ମଟନ କ'ଣ କରିଥିଲେ? ତୋ ପାଇଁ ରଖିନାହାନ୍ତି ମଟନ? ତୋ ପାଇଁ ଥିଲା। ମଟନ କ'ଣ କରିଥିଲେ? କାକୁଡ଼ି କାଟନା ନା ଖାଇଥାନ୍ତି। ପଳେଇଲେ ଖାଇଦେବି। ଖାଇବା ବଢ଼ାରେ ମୁଁ ବସିପାରିବିନି, ମୁଁ ଖାଇଦେବି। ଏତିକି ମସଲା ହେଲା ଖାଲି କନ କନ କାନ। ଆଉ ପିଆଜ ମାଗି ମାଗିନି ପକଉଛୁ ନା ଆମର ମଟନ ତରକାରୀ। ଆମର ମୁଁ ତରକାରୀ କରିଛି, ମୁଁ ଜାଣିନି କେତିକି ଆମର ପୁଣି 2 କିଲୋ 2 କିଲୋ ଲେଖା ଆସେ। 2 କିଲୋ 2.5 କିଲୋ ଆସେ। ହଁ ଚିକେନ ପାଣି ଦେଲୁ ବାଦରେ। 2 କିଲୋ ମୁଁ ପୁଣି ଜାଣିନି କେତେ ମସଲା ହେଲା ଆଉ। ଆମର ପୁଣି ଏମିତି ଥାପି ଥାପି ଖାଉ। ୱାଓ ମଟନ କଷା କଷା। ମାଛ ଚଟଣା, ମାଛ ତରକାରୀ, ମଟନ କଷା। ଏ ମାଛ ତରକାରୀ ଆହୁରି ଆସିଥୁଆ ହେଇଛି। ଆହୁରି ଖାଇବ? ଦେଖୁନି ଖାଇଛି, ଗପୁଛି ବସିକି। ସେ ବାରଟା ଥୁଆଥିଲା ଚଟକନ ଯାଇ ଦେଇଦେବୁ ନା। ସବୁ ଆମର ଶୁଣୁ ଯିବୁ ସିଆଡ଼େ ତାକୁ ନେଇଯିବୁ। ଆମ୍ବୁଲ ନଈ ପାଣି ଆମ୍ବୁଲ ଖଟା। କ'ଣ କହୁଥିଲୁ? ଅଛ ତ ଆଉ ଖାଇସାରିଲୁଣୁ? ସେ ଭିଡ଼ିଓ କଲ୍ କରୁଛନ୍ତି। ଝୁଅ କେମିତି ଚୋବକୁ ଦେଖିବା ପାଇଁ। ବସିଲି ଖାଇବାକୁ। ମଛଲି ଖାଇବିନି। ଖାଇଦେ ଆଉ ଖାଇପାରୁନି, ଦେହ ଭଲ ହେଲାନି। ଖାଇଦେ। ମଟନ ଝୋଳ ଗୋଳେଇ ଖା। କ'ଣ ଖାଉ ଚାମଚରେ? କି ଜାଣିଛି କ'ଣ କହୁଛି। ଏ କ'ଣ କରିଛି? ଭେଣ୍ଡି ତରକାରୀ, ଶାଗ ଭଜା, ଦହି। ଗୋଟିକିଆ ମସଲା କରୁଛି। ଆମର ଟିକେ ଶାଗ ଦେଲା ଫ୍ରିଜ୍ ଦେବେ। ଶାଗ ସେଦିନ ଯୋଉ ଭାଜିଥିଲେ ଆଉ ଦୁଇଟା ନଥିଲା। ସାଙ୍ଗମାନେ ଆଜି ରୂପା ବନେଇବ କୋବି ଛିଞ୍ଚେଡ଼ା। ଆପଣ ଘର ଆଡ଼େ ସିଆଡ଼େ କ'ଣ କୁହନ୍ତି କୋବି ଛିଞ୍ଚେଡ଼ାକୁ ମୋତେ କମେଣ୍ଟ କରି ନିଶ୍ଚୟ କହିବେ। ତ ରୂପା ଆଜି କୋବି ଛିଞ୍ଚେଡ଼ା ବନେଇବା ପାଇଁ କୋବି ଆଳୁକୁ ଭଲ ଭାବରେ ଟିକ୍ ଟିକ୍ କରି କାଟି ଦେଇଛି। ତ ତାପରେ ସେ କଡ଼େଇଟେ ବସାଇ ଦେଇଛି। କଡ଼େଇ ଦେହରେ ଫୁଟଣ, ଜିରା, ସୋରିଷ ଆଉ ଶୁଖିଲା ଲଙ୍କା, କଞ୍ଚା ଲଙ୍କା କୌଣସି ଆପଣଙ୍କ ଇଚ୍ଛା ଅନୁସାରେ ପକାଇ ପାରିବେ। ତ ପକାଇ ଦେଇଛି। ତ ଏବେ ଆମେ ତା ଦେହରେ ପୁରା ପିଆଜ ସବୁ ଯାକ ଟିକି ଟିକି କରି କାଟିକି ରଖିଦେଲା ସ୍ଲାଇସ୍ କରିକି ଭଲ ସେ ତାକୁ ତା ଦେହରେ ପକାଇ ଦେଇଛି। ତ ଆମର କୋବି ବଢ଼ିଆ ସେ କଟା ହେଇକି ଅଲରେଡ଼ି ଧୁଆ ହେଇକି ରଖା ହେଇଛି।
ତ ପାଣି ଭଲସେ ନେଇକି ଯାଇଥାଉ ତା ଦେହରେ କୋବିରୁ ପତ୍ତା କୋବିରୁ ତ କେତେ ପାଣି ବାହାରେ ଆପଣ ଜାଣିଥିବେ ପତ୍ରକୋବିରୁ ତ ପାଣି ହିଁ ପାଣି ଖାଲି ହେଇଯିବ ନହେଲେ ନାହିଁ କଡ଼େଇ ସାରା। ତ ଭଲ ଭାବରେ ପିଆଜକୁ ଝରେଇ ଦେବା। ତ କୋବି ଛେଞ୍ଚଡ଼ା ନର୍ମାଲି ଆମେ ଛୋଟବେଳେ ଶୁଣିକିନି ସେଇଆ ତ କୋବି ମସଲା ଏବେ ଆଜିକାଲି ତାକୁ କହୁଛନ୍ତି, କୋବି ଭଜା ବି କହୁଛନ୍ତି କିଛି ଲୋକ। ତ ଆମର ଏଠି ତ କୋବି ଛେଞ୍ଚଡ଼ା ହିଁ କୁହାଯାଏ। ନର୍ମାଲି ଆମର ମନ୍ଦିର ବଗେରାରେ ତ ଖାଇବାକୁ କୋବି ଛେଞ୍ଚଡ଼ା ହିଁ ହେଇଥାଏ। ମନ୍ଦିର ଆମେ ଯେତେବେଳେ ଖାଇବାକୁ ଯାଉ ଜୟଗୁରୁ ଦୀକ୍ଷା ମାନଙ୍କରେ ତ କୋବି ଛେଞ୍ଚଡ଼ା ଫେମସ୍ ହିଁ ଫେମସ୍। ତ ଯେଉଁମାନେ ଜୟଗୁରୁ ଦୀକ୍ଷା ନେଇଛନ୍ତି ସେମାନେ ଜାଣିଥିବେ ତାଙ୍କର କୋବି ଛେଞ୍ଚଡ଼ା ହେଉଛି ଫେମସ୍। ତାଙ୍କ ଖାଇବାରେ କୋବି ଛେଞ୍ଚଡ଼ା ନିଶ୍ଚୟ ହେଇଥାଏ। ତାଙ୍କର ଯେଉଁ ହୁଏ ମାସକୁ ଥରେ ଲେଖା ପ୍ରତ୍ୟେକ ଇଏରେ ହୁଏ, ସେଠି ତାଙ୍କର କୋବି ଛେଞ୍ଚଡ଼ା ହେବା କଥା ହିଁ ହୁଏ। ତ କୋବି ଛେଞ୍ଚଡ଼ା ନର୍ମାଲି ଘରେ ଲୋକ କରିକି ଖାଆନ୍ତି, କିନ୍ତୁ ସେଠିକା ବାସ୍ନା ଟିକେ ଅଲଗା ଥାଏ। ଆମେ ତ ଛୋଟବେଳେ ସବୁବେଳେ ଯାଉ କୋବି କାଟିବା ପାଇଁ ଗ୍ଲାସ୍ରେ, ତ ମଜା ଲାଗିଥାଏ ଛୋଟବେଳେ ସେସବୁ କରିବା ପାଇଁ। କିନ୍ତୁ ଏବେକୁ ବଡ଼ ହେଲାବେଳକୁ କୋଡ଼ିଆଣି ହେଇ କାମ କରିବାକୁ ଇଚ୍ଛା ହିଁ ହେଉନି। ତ ଯାହା ବି ହେଉ ଏବେ ରୂପା ବଢ଼ିଆ ଭାବରେ ଦେଖିପାରୁଥିବେ ମାଆର ରୂପାର ପୁରା ଲାଗିଯାଇଛନ୍ତି କାମରେ କୋବି ଛେଞ୍ଚଡ଼ା ବନେଇବାରେ। କୋବି ଛେଞ୍ଚଡ଼ା ବନେଇବା ପାଇଁ ନର୍ମାଲି କିଛି ନାହିଁ, କୋବି, ଆଳୁ, ଟମାଟର ଆଉ ଆପଣଙ୍କୁ ନେବାର ଅଛି ପିଆଜ। ଆପଣଙ୍କ ଯଦି ଆଇଁଷ ମାନେ ବିନା ପିଆଜ ରସୁଣ ଖାଇଥାନ୍ତି ତାହେଲେ ପିଆଜକୁ ଆପଣ ସ୍କିପ୍ କରିପାରିବେ, କାରଣ ରସୁଣ ଏତେ ପଡ଼ିବ ହିଁ ନାହିଁ, କେବଳ ପିଆଜ ହିଁ ପଡ଼ୁଛି। ଯଦି ବିନା ପିଆଜ ରସୁଣ ଖାଇଥାନ୍ତି ତ ପିଆଜ ପଡ଼ିବନି। ମନ୍ଦିରରେ ତ ପିଆଜ ପଡ଼େନି କିନ୍ତୁ ବହୁତ ଟେଷ୍ଟି ଲାଗିଥାଏ। ତ ନର୍ମାଲି ଆପଣ ଖାଲି ସେମିତି ଜରେଇକି ଟମାଟର ପକାଇକି ତା ଦେହରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ ଆଉ ଆପଣଙ୍କ ଟେଷ୍ଟ ଅନୁସାରେ ମସଲା ଆପଣ ସବଜି ମସଲା ବି ପକାଇ ପାରିବେ, ନହେଲେ ଚିକେନ୍ ମସଲା କିମ୍ବା ମଟନ୍ ମସଲା ପକାଇ ପାରିବେ। ତ ବହୁତ ଟେଷ୍ଟି ରହିଥାଏ। ଜିରା ଗୁଣ୍ଡ, ଧନିଆ ଗୁଣ୍ଡ ଏସବୁ ଜିନିଷ ପକାଇ ପାରିବେ ନର୍ମାଲି। ତ ଆମେ ତାକୁ ବଢ଼ିଆ ଭାବରେ ପକାଇକି ସବୁ ଯାକ କୋବି ତା ଦେହରେ ପକାଇ ଭଲସେ ମିଶାଇ ଦେବାର ଅଛି। ତ କୋବିକି ମିଶାଇବା ବହୁତ କଷ୍ଟ। କ'ଣ କରିଛୁ ନା ଏ ତଳକୁ ଏରିଆ ଏ ବ୍ୟାଗ୍ ନେଇକି ତଳକୁ ଚା ନାଇଁ ତୋତେ ମା ତୁ କମ୍ ପିଇବୁ ବୋଲି ତୋତେ ମା କମ୍ ଦେଇଛି। ମୁଁ ପକେଇ ଖାଇବି ଅଧିକ ମା ମତେ ଆଉ ଟିକେ ଚା ଦେବୁ ତୋ ଚାରୁ ଦେଖିଛି ନାଟା ଭୁଲଯିବି ବା କ'ଣ ମାନେ ଏଟା କହିଲେ କି ଅଛି। କୋବି ଛେଞ୍ଚଡ଼ା ନର୍ମାଲି ଆମର ଭଲସେ ଯେମିତି ହାଲକା ହାଲକା ସିଝି ଆସିବ, ତାକୁ ବାମ୍ଫ ଦେଇ ସାରିଲା ପରେ ଖୋଲି ଦେଇକି ଆମେ ତାକୁ ବଢ଼ିଆସେ ପୁରା ଭାଜିବାରେ ଲାଗିବା। ତ ନର୍ମାଲି ଆମେ ସିମ୍ କରିଦେବା ଆମ ଗ୍ୟାସ୍କୁ। ଭଜା ହେବା ଟାଇମ୍ ହେଉଛି 15-20 ମିନିଟ୍ ପରିକା ଆମକୁ ଲାଗେ ଭାଜିବାକୁ। ଆଉ କୋବିଟା ବଢ଼ିଆ ଭାବରେ ଦେଖିପାରୁଥିବେ କେତେ ସୁନ୍ଦର କଲର୍ ଆସିଯାଇଛି, ଭାଜି ହେଇକି ପୋଡ଼ ପୋଡ଼ ହେଇଯାଇଛି। ଯେଉଁମାନଙ୍କୁ କୋବି ଛେଞ୍ଚଡ଼ା ପସନ୍ଦ ତ ସେମାନେ କମେଣ୍ଟ କରି ନିଶ୍ଚୟ କହିଲୁ କହିବେ। ତ ନଣ୍ଡ ତାର ଦୁଷ୍ଟ ହେଉଛି। ଅଧା ମୁଁ ଖାଇଛି, ଅଧା ମୁଁ ଏତେ ଖାଇଛି, ପୁରା ଫୁଲ୍ ହେଇଥିଲା, ଏତେ ଚିପ୍ସ ଖାଇପାରିବୁନୁ? ପୁରା ଏମିତି ଫୁଲ୍ ହେଇଥିଲା। ଏଇ ଦେଖ ଅଧା ମୁଁ ଖାଇଲି, ତୁ ମୁଢ଼ି ଖାଉଛୁ, ମୁଁ ଚା ଖାଇବି, ମୁଁ ରୁଟି ଖାଇବି, କୋବି ଖାଇବି। ଆଉ ତୋ ଗୁଡ଼ାକ କେତେଟା କଣ ନୁଡ଼ି ସାଙ୍ଗ ବାଡ଼ି ହେଇଗଲେ ଗଳି ପଡ଼ିବୁ। ତ ଯଦି ସିଏ ଫୁଙ୍କି ଦବ ତୁ ଉଡ଼ିଯିବୁ। ରାହୁଲ ନୁହଁ ତା କଡ଼ରେ ବସିବୁନି, ଯେତେବେଳେ ଆଉ ଯିବ ଚାପି ହେଇଯିବ, ଫଟୋ ହେଇଯିବୁ। ଏମିତି କହୁଛୁ ଦେଖିକି ରିଲ୍ସ ଆಯ್യോ ବା ଦେଖିଆ ମୁଁ ଭଲ ଲାଗୁଛି ଜମା ସୁନ୍ଦର କଲେ ଟେଷ୍ଟି। ଆଇକି ଗୋଟେ ଖୋଇ ଦେଇଲୁନୁ। ତୁ କ'ଣ ମୋଟା ତୁ ଧେଇଆ ମୁଁ ମୋଟା ତୁ ହେଲୁ ପତଳା ଧେଇଆ ପବନ ଦେଲେ ଉଠିବୁ। ମାମୁଁ ବି ମୋଟା ଆଇ ସ୍ଲିମ୍ ତୋ ସ୍ତ୍ରୀ ନା ପତଳି କହିଲା ନା ତନୁ ପତଳି ନା ଖାଲି ପତଳି ନୁହଁ, ତନୁ ପତଳି। କିଏ? ହଁ ବ୍ୟାଗ୍ ଥୋଇଛୁ, ଖାଇଦେ ପାଠ ପଢ଼ିବୁ। ଆଉ ଟିକେ ଯାଉ
ମାମୁଁ ସାରେ ଆମେ କଣ ପ୍ରିୟା ସାର୍ ଆଜି ମ୍ୟାଡ଼ାମକୁ ସାର୍ ଯାଇଛନ୍ତି ମ୍ୟାଡ଼ାମକୁ ଗାଇଡ଼ ମାରିବାକୁ। ତମେ ଆଜି ମ୍ୟାଡ଼ାମଙ୍କ ଚିନୁ ମ୍ୟାଡ଼ାମଙ୍କ ପାଖରେ ପଡ଼ିଦିଅ ବୁଝିଲ। ଚାନେ ଚା ଫୁଟୁଛି ଆଉ ଟିକେ ଫୁଟିବ। ଏତେ ପାଣି ଦେଇଛ କଣ? ମୁଁ ପାଣି ଜଳ ଜିନିଷ ପକେଇଛି ନା ମୁଁ ଟିକେ ଅଧିକା ଚା ଦରକାର ପଡ଼ିଲେ ଟିକେ ପକେଇ ପକେଇ ଖାଇବୁ। କଣ ତାକେ ପାଣି ନେଇକି ଯିବା। ମୁଁ ପାଠ ପଢ଼େଇଦେବି? ହଉ ଠିକ୍ ଅଛି। ଚିନୁଆଣ୍ଟି କହିଦେବନି କାଇଁ ଚିନୁଆଣ୍ଟି ଭାରି ଷ୍ଟ୍ରିଟ୍ ଆଉ ହଁ ବେଶୀ ପତଳି ଚିନୁଆଣ୍ଟି ଚିନୁ ଆଉ ବସିକି ଖା ଏଠି ବସିକି ଖା। ଚା ପିଇବୁ ପିଇବୁନୁ? ହଉ ମୁଁ ନେଇକି ଆସିବି।